ସୁଯୋଗ ଦେଇଥିବାରୁ ପୁନର୍ବାର ମୋର ଏଲିମଣି ପରିବାର ପ୍ରତ୍ୟେକଙ୍କ ନିକଟରେ ଧନ୍ୟବାଦ ଅଟେ। ପ୍ରତିବାଦ କରନ୍ତୁ ସୁନ୍ଦର ପ୍ରୀତମ ଭାଇ ଆମମାନଙ୍କୁ ସାନ ଭାଇ ମୋର ସେ ସୁନ୍ଦର ଗୀତ ଆମମାନଙ୍କୁ ପଢେଇ ଦେଇଛନ୍ତି। ଅସୀମ ଭାଇ ସବୁଦିନ ଆମମାନଙ୍କୁ ଆରାଧନା କରୁଛନ୍ତି, ଆମେ ପ୍ରାର୍ଥନା କରନ୍ତି। ଆଜି ପ୍ରୀତମ ଭାଇଙ୍କର ଗୀତ ସମୟ ଉପଯୋଗୀ ହଉ ପ୍ରଭୁ, ତୁମର ଅନୁଗ୍ରହ ତୁମର ଦୟା ପ୍ରତ୍ୟେକ ଜୀବନରେ ମୋ ଜୀବନ ମଧ୍ୟ ଭର୍ତ୍ତି ବୋଲି ପ୍ରାର୍ଥନା କରୁଛୁ ପ୍ରଭୁ। ସବୁ ଗୌରବ ତୁମକୁ ଦେଇ ଏ ପ୍ରାର୍ଥନା ଶୀଘ୍ର ଆସୁଥିବା ନାଜରିତ ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଛି, ଆମେନ୍ ଆମେନ୍। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ମନ ପରିବର୍ତ୍ତନ କର, ନ କଲେ ତୁମ୍ଭେମାନେ ବିନଷ୍ଟ ହେବ ବୋଲି ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ। ଏହାର ଅର୍ଥ ଜଣେ ବ୍ୟକ୍ତି ପାପ ସକାଶୁ ମରେ ନାହିଁ, କିନ୍ତୁ ପାପ କରିବା ସତ୍ତ୍ୱେ ପରମେଶ୍ୱର ଯେତେବେଳେ ତାକୁ ସୁଯୋଗ ଦିଅନ୍ତି, ସୁଯୋଗ ପାଇଲା ପରେ ହିଁ ଯଦି ସେଇ ବ୍ୟକ୍ତି ମନ ନ ଫେରାଏ, ଆପଣା କୁପଥରୁ ନ ଫେରେ, ଆପଣାକୁ ଅଭ୍ୟାସରୁ ନ ଫେରେ, ଆପଣାକୁ ଆଚରଣରୁ ନ ଫେରେ, ପ୍ରଭୁ ତାକୁ ବିନଷ୍ଟ ପଥରେ ଛାଡ଼ି ଦିଅନ୍ତି। ସେ ସୁଜାତି ହଉ ବା ବିଜାତି ହଉ, ଯେ ବି ହଉ, ପ୍ରଭୁ ତାକୁ ବିନଷ୍ଟ ପଥରେ ଛାଡ଼ି ଦିଅନ୍ତି। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଅଳ୍ପ ସମୟ, ବେଶୀ ସମୟ ନେବି ନାହିଁ, ମୋର ସେମିତି ଜ୍ଞାନ ନାହିଁ, ବାଇବେଲ ବି ମୁଁ ତ ଜାଣି ନାହିଁ, କିନ୍ତୁ ପ୍ରଭୁ ଅଳ୍ପ ସମୟ ଆଜି ମୋ ସହିତ ଆପଣମାନଙ୍କ ସହିତ କିଛି କଥା ପାଇଁ ଇଚ୍ଛା ପ୍ରକାଶ କରନ୍ତି। ମନ ପରିବର୍ତ୍ତନକାରୀ ବାକ୍ୟ ଅଟେ ମୋ ପ୍ରିୟମାନେ। ଆପଣମାନେ ଖୋଲିବା ମାନେ ଲୁକ ଲିଖିତ ସୁସମାଚାର ତହିଁର 13 ଅଧ୍ୟାୟ। ଯଦି ଆପଣମାନଙ୍କ ପାଖରେ ବାଇବେଲ ଅଛି ଆପଣମାନେ ଖୋଲନ୍ତୁ। ଲୁକ ଲିଖିତ ସୁସମାଚାର ତାର 13 ପର୍ବ 5 ପଦ 6 ପଦ 7 ପଦ ପଢନ୍ତୁ। 5 6 7 8 ମୁଁ ତୁମମାନଙ୍କୁ କହୁଅଛି ନା, କିନ୍ତୁ ସେହିପରି ବିନଷ୍ଟ ହେବ। ଆଉ ସେ ଏହି ଦୃଷ୍ଟାନ୍ତ କହିଲେ, ଜଣକର ଦ୍ରାକ୍ଷା କ୍ଷେତ୍ରରେ ଗୋଟିଏ ଡିମ୍ବିରି ଗଛ ଲଗା ଯାଇଥିଲା। ସେ ଆସି ସେଥିରେ ଫଳ ଖୋଜିଲେ, କିନ୍ତୁ ପାଇଲେ ନାହିଁ। ତେଣୁ ସେ ମାଳିକି କହିଲେ, ଦେଖ, ଏହି 3 ବର୍ଷ ହେଲା ମୁଁ ଆସି ଏହି ଡିମ୍ବିରି ଗଛରେ ଫଳ ଖୋଜୁଅଛି, କିନ୍ତୁ ପାଉନାହିଁ। ଏହା ହାଣି ପକାଅ। ଏଇଟା କାହିଁକି ଭୂମିକୁ ପ୍ରଭୁ ଯୀଶୁ ଗୋଟିଏ ଦୃଷ୍ଟାନ୍ତ କହିଲେ। এই দৃষ্টান্ত অর্থ মন পরিবর্তন কর, নইলে হানি পকাইবে, কাটি পকাইবে, ওপারিকি ফোপারি দেবে মজুমান। আজি ଆମେ ଯଦି ମନ ପରିବର୍ତ୍ତନ କରିବା, ପ୍ରଭୁ ହାଣିକି କାଟିକି ଫୋପାଡ଼ି ଦେବେ। ସେ ଇସ୍ରାଏଲ ଲୋକମାନଙ୍କୁ କାଟିଲା ପରେ ଈଶ୍ୱରଙ୍କ ନିଜ ସନ୍ତାନ ମାନଙ୍କୁ ହାଣିକି କାଟିକି ଫୋପାଡ଼ି ଦେବେ ମୋ ପ୍ରିୟମାନେ। ଲିସନ୍, ହାଣିକି କାଟିକି ଫୋପାଡ଼ିଲା ପରେ ସେ ଜାଗା ଶୂନ୍ୟ ସ୍ଥାନ ରଖିବେ ନାହିଁ। ଯୋଉ ଜାତି ଫଳ ଫଳିବ ନାହିଁ ତାକୁ ଆଣିକି ସେ ବସେଇ ଦେବେ ମୋ ପ୍ରିୟମାନେ। ତାଙ୍କ ଜାଗା ଶୂନ୍ୟ ରହିବ ନାହିଁ। ଏଥିପାଇଁ ପ୍ରଭୁଙ୍କ ଦାସ କହୁଥିଲେ, ତୁମର ମୁକୁଟକୁ ଯେପରି କେହି ହରଣ କରି ନ ନିଏ, ଏଥିପାଇଁ ଦୃଢ ଭାବରେ ତାକୁ ଧରି ରଖ। ଅର୍ଥାତ୍ ଦୃଢତାର ସହିତ ଆମମାନଙ୍କୁ ନିଜର ମୁକୁଟକୁ ଧରି ରଖିବାକୁ ପଡିବ। ଏଇ କଥା ଯଦି ଆମେ ପଢୁ, ତାହେଲେ ମାଥ୍ୟୁ ତାର 8 ପର୍ବ 11 ପଦ ଆଉ 2 ପଦ ପଢିବା। କାହାକୁ ଆଣିକି ବସେଇ? ମାଥ୍ୟୁ 8 ପର୍ବ 11 ପଦ 12 ପଦ। ତୁମମାନଙ୍କୁ କହୁଅଛି, ଅନେକ ପୂର୍ବ ଓ ପଶ୍ଚିମ ରାଶି ଅବ୍ରାହମ, ଇସାକ ଓ ଯାକୋବଙ୍କ ସହିତ ସ୍ୱର୍ଗ ରାଜ୍ୟରେ ଭୋଜନରେ ବସିବେ। ମାତ୍ର ରାଜ୍ୟର ସନ୍ତାନ ମାନେ ବାହାର ଅନ୍ଧକାରରେ ପକାଯିବେ। ସେଠାରେ ରୋଦନ ଓ ଦନ୍ତର କିଡିମିଡି ହେବ। ହାଲେଲୁୟା। ଅନେକ
ପୂର୍ବ ପଶ୍ଚିମରୁ ଆସିବେ ଆଉ ମାତ୍ର ତାଙ୍କର ରାଜ୍ୟର ସନ୍ତାନ ମାନେ ବାହାରେ ଅନ୍ଧକାରରେ ପକାଯିବେ, ସେଠାରେ ଦନ୍ତର କିରିମିରି ହେବ। ମୋ ପ୍ରିୟମାନେ, ଆଣିକି ପ୍ରଭୁ ଅନ୍ୟକୁ ବସେଇ ଦେବେ। ଯଦି ଆମେ ଫଳିବା ନାହିଁ, ଫଳବାନ ହେବା ନାହିଁ, ଆମର ଫଳକୁ ଯିଏ ଉପଭୋଗ କରିବେ ନାହିଁ, ତାହେଲେ ପ୍ରଭୁ ହାଣିକି କାଟିକି ଫୋପାଡ଼ି ଦେବେ। ମୋ ପ୍ରିୟମାନେ, ବିକାଲ ଭାଇ ସକାଳୁ ଆସି ହାଣିବି, କାଟିବି, ଫୋପାଡ଼ିବି, କେତେ କଣ ସକାଳୁ ଆସି मलेरिया एलोपैथी आयुर्वेदिक कुछ भी काम नहीं, उनको कर भी करना पड़ता है। अरे बीमारी, पापर बीमारी, अंधकार बीमारी, स्क्रोटास बीमारी एते बढ़ी जाए। मो माने आज आउ मेडिसिन, सादा मेडिसिन काम दोनी, सब मेडिसिन काम दोनी। मो आज प्रभु यही कथा क्या चाहते मत माने, जदि हमने फलिबा नाही, फलवान हेबा नाही, हमर फल को अन्य माने उपभोग करिबा नाही, ताले प्रभु इस्राएल संतान मान को काटिकी बाहर फोपाड़िला परी हमर ईश्वर राज्य संतान मान को बाहर फोपाड़ देबे। मत माने आ सेठी कोन करबे, पूर्व पश्चिम रु आनिकी अन्य गछ लगे देबे। मत माने आम माने गोटे गोटे गछ अटु। मत माने ए पृथ्वी आम मान पई गोटे आम मान गोटे गोटे गछ अटु, जदि फलिबा नाही, फलवान हेबा नाही, प्रभु अन्य को आनिकी हमको काटिकी फोपाड़िबे, अन्य को आनिकी बसै देबे। मत माने এইটাই কাহিଁକି ହାଣିବା ପାଇଁ କହିଲେ। ମୋ ପ୍ରିୟମାନେ, ଯେମন ଦେଖିବା କାହିଁକି ହାଣିବା ପାଇଁ କହିଲେ, ସେଇ ପଢନ୍ତୁ ସେଇ 13 ପର୍ବ 7 ପଦ, 13 ପର୍ବ 7 ପଦ। ତେଣୁ ସେ ମାଳିକି କହିଲେ, ଦେଖ ଏହି 3 ବର୍ଷ ହେଲା ମୁଁ ଆସି ଏହି ଡିମ୍ବିରି ଗଛରେ ଫଳ ଖୋଜୁଅଛି, କିନ୍ତୁ ପାଉନାହିଁ, ଏହାକୁ ହାଣି ପକାଅ। ଏଇଟା କାହିଁକି ଭୂମିକୁ ମଧ୍ୟ ଅକର୍ମଣ୍ୟ କରୁଅଛି? ଏଇଟା ଏଇଟା କାହିଁକି ଏଇଟା ଜାଗାରେ ମୋ ନାମ, ସମସ୍ତଙ୍କ ନାମ, ଏଇ ଯୋଉ ନାମ ଲେଖିବାକୁ ପଡେ, ଖାଲି ଭୂମିକୁ ଅକର୍ମଣ୍ୟ କରୁଛି। ଅର୍ଥାତ୍ ମିନିଷ୍ଟ୍ରିର ମଣ୍ଡଳୀୟ ପୋଜିସନକୁ ଚାପୁଡ଼ିକି ଧରିଛି, କିନ୍ତୁ ଫଳବାନ ହେଉନାହିଁ, ଫଳୁନାହିଁ, ତାର ଫଳକୁ ଅନ୍ୟମାନଙ୍କୁ ଉପଭୋଗ କରୁନାହାନ୍ତି, ତାହେଲେ ଏହାକୁ କହିଲେ ହାଣି ପକେଇବେ। ମୋ ପ୍ରିୟମାନେ, ହାଣି ପକେଇବେ। ପାରସୀ ମାନଙ୍କୁ ତ ସାପ ବୋଲି କହିଲେ, ଇରେନ ସ୍ତ୍ରୀ ମାନଙ୍କୁ ତ କୁକୁର ବୋଲି କହିଲେ, ଆଉ କଣ କହିଲେ ଶୁଣ ମୋ ପ୍ରିୟମାନେ, ୟାକୁ ହାଣି ପକାଅ, କାରଣ ଏଟା ଜାଗାକୁ ଖାଲି କବ୍ଜା କରିଛି। ଆଜି ମଣ୍ଡଳୀ ଦେଖିବେ ମୋ ପ୍ରିୟମାନେ, ମଣ୍ଡଳୀର ଲୋକମାନଙ୍କୁ ପୋଜିସନକୁ ଦେଖିବେ, ଖାଲି ପୋଜିସନ। ମୋ ପ୍ରିୟମାନେ, ଜାଗାକୁ କବ୍ଜା କରୁଛନ୍ତି। ଆଜି ମଣ୍ଡଳୀ ଇଲେକ୍ସନ ଟାଇମ ଦେଖିବେ, ମଣ୍ଡଳୀର ପୋଜିସନ ଟାଇମରେ ଦେଖିବେ କେତେ କଣ ଚାଲିଛି, କିନ୍ତୁ ସେମାନେ ଫଳୁନାହାନ୍ତି। ମୋ ପ୍ରିୟମାନେ, ସେଠି କହିଲେ ଯଦି ମାନେ ଫଳିବେ ନାହିଁ, ହାଣି ପକେଇବେ। ମୋ ପ୍ରିୟମାନେ, ହାଣିକି କାଟିକି ବାହାରେ ଫୋପାଡ଼ି ଦେବେ। ମୋ ପ୍ରିୟମାନେ, କାହାକୁ କାହାକୁ ହାଣିଲେ, ମୁଁ ଅଳ୍ପ ସମୟ ନେବିନି, ବାକି କାହାକୁ କାହାକୁ ହାଣିଲେ ମୋ ପ୍ରିୟମାନେ, ଆମେ ତ ଦେଖୁ ବାକ୍ୟରେ ଅନେକ କଥା ତ ଅଛି। ଆଜି ମୁଁ ଗୋଟେ ଦିଟା ଜଣଙ୍କ ବିଷୟରେ କହିବି, ଅନେକ କଥା ଅଛି, କିନ୍ତୁ ଆଜି ଗୋଟେ ଦିଟା ମୁଁ କହିବି। ଆପଣ ଦେଖିବେ ଯଦି ପ୍ରଥମେ ରୁବେନ ପିତୃ ଶଯ୍ୟାକୁ ଅପବିତ୍ର କଲା, ପରମେଶ୍ୱର ତାହାକୁ ଅଲଗା କରିଦେଲେ। ପରମେଶ୍ୱର ତାକୁ ଗଛକୁ ହାଣିକି ଅଲଗା କଲା ପରି ତାହାକୁ ବାହାର କରିଦେଲେ, ଆଉ ତାହାରି ସ୍ଥାନରେ ପ୍ରଭୁ 2 ଜଣଙ୍କୁ ସ୍ଥାନ ଦେଲେ। ନମ୍ବର 1 ଲେବୀୟ ମାନଙ୍କୁ, ନମ୍ବର 2 ଯୋସେଫର ପୁତ୍ର ମାନଙ୍କୁ। ଲେବୀୟ ମାନେ ସେବା କରିବାକୁ କୌଣସି ମତେ ଯୋଗ୍ୟ ନୁହନ୍ତି ମୋ ପ୍ରିୟମାନେ, କିନ୍ତୁ ରୁବେନ ଅଶୁଚି ହେବାରୁ, ରୁବେନ ଅଶୁଚି ସକାଶୁ ପରମେଶ୍ୱର ଲେବୀୟ ମାନଙ୍କୁ ବାଛିଲେ। ରୁବେନ ଅଶୁଚି ହେବାରୁ, ରୁବେନ ବ୍ୟଭିଚାର କରିବାରୁ ପରମେଶ୍ୱର ଯୋସେଫର ପୁଅକୁ ସ୍ଥାନ ଦେଲେ। ମନେ ରଖନ୍ତୁ ମୋ ପ୍ରିୟ ଭାଇ ଭଉଣୀ ମାନେ, ଆପଣ ମାନେ ଅବଶ୍ୟ ପୁରୁଣା ଖ୍ରୀଷ୍ଟିଆନ, ଆପଣ
ମାନେ ପୁରୁଣା ଅନେକ ବର୍ଷର ମଣ୍ଡଳୀର କାର୍ଯ୍ୟକାରୀ ପାରନ୍ତି, ଅନେକ ବର୍ଷ ମଣ୍ଡଳୀର ସମ୍ପାଦକ ଦାୟିତ୍ୱ ନେଇ ପାରନ୍ତି, ଅନେକ ବର୍ଷ ମଣ୍ଡଳୀର ସଭାପତି ଦାୟିତ୍ୱ ନେଇ ପାରନ୍ତି, ଅନେକ ବର୍ଷ ମଣ୍ଡଳୀର ଡିକନ ହୋଇପାରନ୍ତି, ଅନେକ ବର୍ଷ ମଣ୍ଡଳୀ ମାନଙ୍କରେ ପାଳକ ହୋଇପାରନ୍ତି। କିନ୍ତୁ ଯଦି ରୁବେନ ପରି ଅଶୁଚି ହେବେ, ରୁବେନ ପରି ଅଶୁଚି ହୋଇ ରହିବାକୁ ଇଚ୍ଛା କରିବେ, ପରମେଶ୍ୱର ଅଯୋଗ୍ୟ ଲୋକଙ୍କୁ ଆଣିକି ଆମକୁ କାଟିକି ବାହାର କରି ଫୋପାଡ଼ି ସେଇ ସ୍ଥାନରେ ପରମେଶ୍ୱର ତାଙ୍କୁ ସ୍ଥାପନ କରିବେ। ଏଇ କଥା ପରମେଶ୍ୱର ଏଇ ଲୁକ 13 ପର୍ବରେ କହୁଛନ୍ତି ମୋ ପ୍ରିୟମାନେ। ପଢିଲେ ନାହିଁ ମୋ ପ୍ରିୟମାନେ? କଫରନାଉମ, ବେଥସାଇଦା, କରାଜିମ ଶୁଣିଲେ, ଜାଣିଲେ, ଦେଖିଲେ, ଆଶ୍ଚର୍ଯ୍ୟକ୍ରମ ଦେଖିଲେ। ବେଥସାଇଦା ପିତରଙ୍କ ଗାଁଟେ ମୋ ପ୍ରିୟମାନେ। ଅନେକ ଥର ଯୀଶୁ ଖ୍ରୀଷ୍ଟ ଯାଇଥିବେ। କଫରନାଉମ ସବୁଠାରୁ ଯଦି ବେଶୀ ଆଶ୍ଚର୍ଯ୍ୟକର୍ମ ହେଇଥିବ ତାହେଲେ କଫରନାଉମ ରହିଛି ମୋ ପ୍ରିୟମାନେ। କରାଜିମ ଶୁଣିଲେ, ଦେଖିଲେ, ଜାଣିଲେ, ସଙ୍ଗେ ସଙ୍ଗେ ରହିଲେ ଇସ୍କାରିଓତ ଜିହୁଦା ମୋ ପ୍ରିୟମାନେ। କିନ୍ତୁ ମନ ପରିବର୍ତ୍ତନ କଲେ ନାହିଁ, ହାଣିକି କାଟିକି ଫୋପାଡ଼ି ଦେଲେ ମୋ। ଆଜି ଯଦି ଆମେ ମିନିଷ୍ଟ୍ରିରେ ଅଛୁ, ଈଶ୍ୱରଙ୍କ ରାଜ୍ୟରେ ଅଛୁ, ମଣ୍ଡଳୀରେ ସ୍ଥାପିତ ହୋଇଛୁ, ଯଦି ଫଳିବା ନାହିଁ, ଫଳବାନ ହେବା ନାହିଁ, ତାହେଲେ ଈଶ୍ୱର ତାଙ୍କ ରାଜ୍ୟ କରିକି କାଟିକି 13 ପର୍ବରେ 5, 7, 8, 9ରେ ଲେଖାଯାଏ ମୋ ପ୍ରିୟମାନେ। ଯଦି ଫଳିବା ନାହିଁ, ଫଳବାନ ହେବା ନାହିଁ, ଖାଲି ଜାଗାକୁ କବ୍ଜା କରି ରଖିବା ମୋ ପ୍ରିୟମାନେ। ସେଥିପାଇଁ କହୁଥିଲି, ଆଜିକାଲି ମତେ ଜଣେ ପଚାରିଲେ, ଆଉ ବିକାଲ ଭାଇ ଥରେ କହୁଥିଲି ବୋଧେ ମୁଁ ଜାଣିନି, ଆଉ ମଣ୍ଡଳୀର କାର୍ଯ୍ୟକାରୀ ମାନଙ୍କର ଦାୟିତ୍ୱ କଣ ଅଛି? ମୁଁ ତାଙ୍କୁ ସେଇ କଥା କହିଥିଲି ମୋ। ଆଜିକାଲି ପୁରୁଣା ମଣ୍ଡଳୀ ମାନଙ୍କରେ ମୁଁ କାଲି ପ୍ରାୟ 2-3 ମଣ୍ଡଳୀ ଯାଇଥିଲି କାଲି, ଆଉ ଆଦିବାସୀ ମଣ୍ଡଳୀ ମାନଙ୍କୁ ଯାଇଥିଲି, କଟକ ମଧ୍ୟ ଯାଇଥିଲି, ଆଉ କାଲି ରାତି 9ଟାରେ ମୁଁ ଫେରିଛି। ଆଉ ମୁଁ ଦେଖୁଥିଲି ଆଦିବାସୀ ମଣ୍ଡଳୀ ମାନେ ଯାଇଥିଲି, ସେମାନଙ୍କର ଉପାସନା ନୂଆ ନୂଆ ବିଶ୍ୱାସ ମାନଙ୍କୁ ସେମାନେ ଆଣୁଛନ୍ତି ମୋ। ଖାଲି ନୂତନ ଆଦିବାସୀ ମଣ୍ଡଳୀ ଗୋଟେ ନୂତନ ବିଶ୍ୱାସ ମାନେ ଆସିକି ସେମାନେ ସାକ୍ଷ୍ୟ କରୁଥିଲେ। ମତେ ବହୁତ ଖୁସି। ଆମେ ଆଜି କୋଉଠି ଅଛୁ? ଯେତିକି ଅଛୁ ସେତିକି ବି ନାହୁଁ, କମି 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 ଯାଉଛି ମୋ ପ୍ରିୟମାନେ। ଆଜି ପୁରୁଣା ମଣ୍ଡଳୀ ମାନଙ୍କୁ ଦେଖିବେ, ଆଜି ମଣ୍ଡଳୀର ପୋଜିସନକୁ ଧରିକି ଜାବୁଡିକି ରଖୁଛନ୍ତି, କିନ୍ତୁ ଫଳୁନାହାନ୍ତି। ମୁଁ ଆମ ମଣ୍ଡଳୀରେ ଥରେ କହୁଥିଲି, କଣ କରିବ ତୁମେ ମାନେ? 17 ଜଣ କାର୍ଯ୍ୟକାରୀ, ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର, ଶନିବାର ପାଳକ 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 ପାଳକ। ଚିନ୍ତା କରନ୍ତୁ ମଣ୍ଡଳୀର ଭବିଷ୍ୟତକୁ, ମଣ୍ଡଳୀର ପିଲାମାନଙ୍କୁ ଉଠାନ୍ତୁ। ନିଜେ ତ ଶୋଇ ରହିଛ ପ୍ରିୟମାନେ, ମଣ୍ଡଳୀର କାର୍ଯ୍ୟକାରୀ ଯଦି ଶୋଇବେ, ସବ ଶୋଇପଡ଼ିବେ ମୋ ପ୍ରିୟମାନେ। ସବ ଅନୁଷ୍ଠାନ, ସବ ମଣ୍ଡଳୀ, ସବ ଲୋକମାନେ ଶୋଇପଡ଼ିବେ ମୋ ପ୍ରିୟମାନେ। ଆଜି ସମୟ ଅଛି, ସମୟ ଅଛି, ଉଠାନ୍ତୁ ମୋ ପ୍ରିୟ। ମତେ ବହୁତ କଷ୍ଟ ଲାଗେ। ଅନେକ ମଣ୍ଡଳୀ, ପ୍ରଭୁ 30ଟି ମଣ୍ଡଳୀ ବୁଲିବା ପାଇଁ ସାହାଯ୍ୟ କରୁଛନ୍ତି। ଆମର ଜିଲ୍ଲା ସମ୍ମିଳନୀ ଭିତରେ 30ଟି ମଣ୍ଡଳୀ ଅଛି ମୋ ପ୍ରିୟମାନେ। ମଣ୍ଡଳୀ ଡିକନ ଅଛି, କିନ୍ତୁ ମୁଁ କ୍ଷମା କରିବି, ମୁଁ ପ୍ରାୟତଃ ରହିପାରେନି ମଣ୍ଡଳୀରେ। ଆଉ ପ୍ରଭୁ ମତେ ଗୋଟେ ବୋଝ ଦେଇଛନ୍ତି, ପ୍ରଭୁ ପିଲାମାନଙ୍କୁ କେମିତି ପ୍ରଭୁଙ୍କ ପାଇଁ ସାକ୍ଷାତ, ପ୍ରଭୁଙ୍କ ଶିକ୍ଷିତ ଛିଡା କରିବେ, ମଣ୍ଡଳୀ ପାଇଁ, ଖ୍ରୀଷ୍ଟଙ୍କ ପାଇଁ ପିଲାମାନେ କେମିତି ଛିଡା ହେବେ। ମଣ୍ଡଳୀ ମତେ କେହି କିଛି କହନ୍ତି ନାହିଁ, ପ୍ରାୟତଃ ଜାଣନ୍ତି ନିଶ୍ଚୟ ଅନ୍ୟ ମଣ୍ଡଳୀ କୋଉଠି ଗୋଟେ ଥିବ ଯେ ଆମ 40 ଜଣ ଡିକନ। ଆଜିକାଲି ଯୋଉ ଡିକନ ମାନେ ଖାଲି ଚାନ୍ଦା ଦେଖାଇବା ପାଇଁ ରହିଛନ୍ତି ସେମାନେ। ସେମାନଙ୍କ କାମ ହେଲା ବାଡି ତ ନମ୍ବା ବାଡି, ଆଉ ଏପଟେ ବଢେଇ ଦେଲେ, ନଚେତ ଛୋଟ ଛୋଟ ଥିବ ହାତରେ ଧରିଦେଲେ, ପଛରେ କଲେକ୍ଟ କଲେ। ମୁଁ ଆମ ମଣ୍ଡଳୀରେ କହୁଥିଲି, ଏଇ କାର୍ଯ୍ୟ ଗୋଟେ ଛୋଟ ପିଲା ମଧ୍ୟ କରିପାରିବ। ତୁମେ କଣ କରୁଛ? ମୁଁ ଗୋଟେ କାମ କରୁଛି, ଆଣୁଛି, ଆଉ ତମକୁ ଦେବି, ଆଉ ତୁମେ ଘାସ କାଟ। କଣ କରିବ ତୁମେ? ପ୍ରଭୁଙ୍କ ସାକ୍ଷାତରେ କହିଦିଏ, ମୁଁ କାହାକୁ, ମୁଁ ପ୍ରଭୁଙ୍କ ଅଧିକାରରେ କଥା କହିଦିଏ ମୁଁ କାହାକୁ ଡରେନି। ଏଇ କଥା ମୁଁ କହିଲି। ଆଜିକାର ମଣ୍ଡଳୀର ଦାୟିତ୍ୱ ହଉଛି, ମଣ୍ଡଳୀ ସମ୍ପାଦକ ଖାଲି ନୋଟିସ ପଢିବେ, ସଭାପତି କେବଳ ସଭାପତିତ୍ୱ କରିବେ, ଆଉ କୋଷାଧ୍ୟକ୍ଷ, ଆମ ଜଣେ କୋଷାଧ୍ୟକ୍ଷ ଗୋଟେ ମଣ୍ଡଳୀକୁ ଯାଇଛି, ସେ ମତେ କଣ କହିଲେ, ଆଜ୍ଞା କାହିଁ ଆପଣ ପ୍ରାର୍ଥନା ସଭା ଆସୁନାହାନ୍ତି? ମୋର ସେ ପ୍ରାର୍ଥନା ସଭା କଣ ମିଳେ, ମତେ ତ ଦାୟିତ୍ୱ ଦିଆଯାଇଛି ପଇସା ରଖିବାକୁ। ମନେ ଭାବୁଥିଲି ତ ଚିନ୍ତା ନ ହେଇଯାଉ। ମତେ କହିଲେ ପଇସା ରଖିବାକୁ ଅଛି ବୋଲି କହିଲେ, ହଁ ପ୍ରଭୁ କ୍ଷମା କର ବୋଲି କହିଲେ। ଡିକନ ମାନଙ୍କ କାମ ତ କେବଳ ଚାନ୍ଦା ଆଦାୟ କରିବେ ମୋ ପ୍ରିୟ ଆଜିକାଲି। ଆଉ କେତେଟା ରହିଲେ କାର୍ଯ୍ୟକାରୀ? ନା ଘାଟକା ନା ଘାଟକା, ନାମ ମାତ୍ର। କିନ୍ତୁ ଯଦି ଆମେ ଫଳିବା ନାହିଁ,
ଏଇ କଥା ଲୋକ ତରଫରୁ କହନ୍ତି ଫଳବାନ ହେବା ନାହିଁ, ଈଶ୍ୱରଙ୍କ ରାଜ୍ୟ ପାଇଁ କାର୍ଯ୍ୟ ନ କରିବା। ପ୍ରଭୁ ଆମକୁ ଯୋଉ ଆହୁତ କରିଛନ୍ତି ଆମେ ତାକୁ ଯୋଗ୍ୟ ଆଚରଣ କରିବା ନାହିଁ। ଇସ୍ରାଏଲ ସନ୍ତାନ ମାନଙ୍କୁ କାଟିକି ବାହାର ଫୋପାଡ଼ିଲା ପରି ତାଙ୍କ ରାଜ୍ୟର ସନ୍ତାନ ମାନଙ୍କୁ ବାହାରେ କାଢିକି ଫୋପାଡ଼ି ଦେବେ ମୋ ପ୍ରିୟମାନେ। ମନ ପରିବର୍ତ୍ତନ କଲେ ନାହିଁ ମୋ ପ୍ରିୟମାନେ। ଅନେକ କାର୍ଯ୍ୟ ଦେଖିଲେ, ସବୁ ଶୁଣିଲେ, ସବୁ ଦେଖିଲେ, ପ୍ରଭୁଙ୍କର ଆଶ୍ଚର୍ଯ୍ୟ କର୍ମ ସାଙ୍ଗେ ସାଙ୍ଗେ ରହି ଦେଖିଲେ ମୋ ପ୍ରିୟମାନେ, କିନ୍ତୁ ମନ ପରିବର୍ତ୍ତନ କଲେ ନାହିଁ, ଯାହା ଦ୍ୱାରା ସେମାନେ ବିନଷ୍ଟ ହେଇଗଲେ ମୋ ପ୍ରିୟମାନେ। ଆଜି ପ୍ରଭୁ ଏଇ କଥା କହନ୍ତି ମୋ ପ୍ରିୟମାନେ, ଯାହାମାନେ ମନ ପରିବର୍ତ୍ତନ କରିବା ନାହିଁ। ରୁବେନର କାର୍ଯ୍ୟ ସେଇ ପ୍ରକାର ହେଲା ମୋ ପ୍ରିୟମାନେ। ରୁବେନର କାର୍ଯ୍ୟ ସେଇ ପ୍ରକାର ହେଲା, अपना शଯ୍ୟ को अपवित्र कला। किंतु यदि आम रुबेन परि अशुचि होई रहिबा, परमेश्वर हमको काढ़िकी अन्य को आनिकी सेटारे बसे देबे, जेमती सेमानकु स्थापन करे। एई कथा परमेश्वर आउ काहाकु कहले। नंबर 2 एसो को आमे प्रेम कलु, जाकब को आमे घृणा कलु। कहीं कौन हमको लगी थी मत मन प्रभु केवे ट्रांसलेट कर थे मत मन ना मत क्या लगे केवे ना प्रभु केवे ले ट्रांसलेट करती ना मत मन। किंतु परमेश्वर मुखापेक्षा मध्य करती नहीं मत मन। आमे माने रोमियो रे यदि पढ़ी थे, रोमियो रे लिखा जाए परमेश्वर ईश्वर को घृणा कले। रोमियो तार 9:13 लिखा जाए। मुझे पढ़ू नहीं, प्रार्थना कर बहुत कम समय पढ़ू। रोमियो तार 9:13 लिखा जाए परमेश्वर ईश्वर को घृणा कले, जाकब को प्रेम कले। कहीं हालेलुया, प्रथम जात कहार अटे मत सदा प्रभुंकर। प्रथम जात जदि सदा प्रभुंकर ताहले इसहाक घरे जेते बेले एसो प्रथम जात हैला, परमेश्वर अनुमति बिना जने कौनसी घरे प्रथम जात हेब कि ना। ता माने परमेश्वर एसो प्रथम जात हेबा पाई परमेश्वर को उद्देश्य, किंतु समय आसिला डाली पाई सामान्य खाइबा पाई से निजे प्रथम जात हेबार अधिकार को तुच्छ कले। प्रभु देखिले से निजे फलवान हेबा को चाहू नहीं, से निजे आमर सेवा करिबा पाई इच्छा करू नहीं। सेतेबेले ताकु से घृणा करिबा को लागिले न प्रेम। परमेश्वर ताकु बाछिले, प्रथम जात करिथिले, किंतु से फलवान हेबा को इच्छा कले नहीं, ईश्वर को सेवा करिया को इच्छा कले नहीं मत मन। जद्वारा तार प्रथम जात चली गला। आउ जाकुब कौन कले निजे चेष्टा करुचे, तेणु ताकु प्रभु प्रेम कले। तेणु ताकु प्रभु प्रेम कले। शुणु आपणकर मिनिस्ट्री मिली ख्रीस्टियन विश्वास भाव में अच्छु, आम जा पाइछु ताकु तुच्छ करवा नहीं मत नले प्रभु जाकुब को आनी बसाई देवे, जोसेफ प्रपुत्र मान को आनी बसाई देवे, लेवियो एमान सब आनी जो मैंने फलिबे नहीं, जो मैंने फलिबे
ସବୁ ତାଙ୍କ ଜାଗା ଶୂନ୍ୟ ଲାଗେ ମୋ ପ୍ରିୟ, ସବୁମାନେ ବସିଲେ ସେ ଜାଗାରେ ଯୋଉ ଜାତି ଫଳ ଫଳିବ ତାକୁ ଆଣିକି ମଧ୍ୟ ବସେଇ ଦେବେ। ପ୍ରେଜ୍ ଦ ଲର୍ଡ। ଆଜ୍ଞା, ଯଦି ଆମେ ଫଳିବା ନାହିଁ, ଫଳବାନ ହେବା ନାହିଁ, ଆମ୍ବକୁ ପ୍ରଭୁ ହାଣିବାକୁ ସମୟ ନେବେ ନାହିଁ। ଏବେ ବି ଗଛ ମୂଳରେ ଲାଗିଛି, ଏବଂ ଜନ ସେଇ କଥା କହୁଥିଲେ ଲାଗିଛି ମୋ ପ୍ରିୟମାନେ। କେତେବେଳେ କାହାକୁ କୋଉଥିଲା କାଟିଦେବେ କିଏ ଜାଣିପାରିବା ନାହିଁ ମୋ ପ୍ରିୟମାନେ। ଆଜି ଆମେ ମିନିଷ୍ଟ୍ରିରେ ଅଛୁ, ଈଶ୍ୱରଙ୍କ ମଣ୍ଡଳୀରେ ଅଛୁ, ଈଶ୍ୱରଙ୍କ ରାଜ୍ୟରେ ଅଛୁ, ଈଶ୍ୱରଙ୍କ ସନ୍ତାନ ଭାବେ ଯଦି ଦିନ କାଟୁଛୁ, କିନ୍ତୁ ଯଦି ଫଳିବା ନାହିଁ, ଫଳବାନ ହେବା ନାହିଁ, ତାହେଲେ ପ୍ରଭୁ ହାଣିକି କାଟିବା ପାଇଁ ବେଶୀ ସମୟ ଲାଗିବ ନାହିଁ ମୋ ପ୍ରିୟମାନେ। ସର୍ବଦିନ କାଟିଦେବେ ମୋ ପ୍ରିୟମାନେ। ତେଣୁକରି ପ୍ରଭୁ ଏଇ କଥା କହିବାକୁ ଚାହାନ୍ତି ମୋ ପ୍ରିୟମାନେ। 3.5 ବର୍ଷ ଆସିକି ପ୍ରଭୁ ଖୋଜିଲେ ତା ପାଖରେ ଖତ ଦେଲେ, ସବୁ ଦିଆଲା, ତାପରେ କିନ୍ତୁ ଯଦି ସବୁ ପାଇଲା ପରେ ଯଦି ସେ ଫଳିବ ନାହିଁ, ଆଜି ବି ଖୋଳା ହଉଛି ମୋ ପ୍ରିୟମାନେ। ପ୍ରଭୁ ଆଜି ବି ଖୋଳୁଛନ୍ତି, ଆଜି ବି ଖୋଳା ଚାଲିଛି। ଅନେକ ପ୍ରଭୁଙ୍କର ବାକ୍ୟରେ ଆମେ ଖୋଳା ହଉଛି ମୋ ପ୍ରିୟମାନେ। ଯଦି ଆମେ ଏତେ ବାକ୍ୟ ଶୁଣି, ଏତେ କଥା, ସେତେ ପ୍ରଭୁଙ୍କର ଆରାଧନା ସବୁଥିରେ ସେ ମଣ୍ଡଳୀ ପୁରୁଣା ମଣ୍ଡଳୀରେ ଅଛୁ ଆମେ ଭାବୁଛୁ। ଅନେକ ଜଣ, ମୁଁ ମଧ୍ୟ 180-190 ବର୍ଷ ପାଖାପାଖି, 180 ବର୍ଷ ପାଖାପାଖି ମଣ୍ଡଳୀର ସଭ୍ୟ ଅଟେ। ଯଦି ଆମେ ମନ ପରିବର୍ତ୍ତନ କରିବା ନାହିଁ, ଆଜି ଖତ ସାର ପାଇଲା ପରେ ଯଦି ଆମେ ଚେଞ୍ଜ ନହବା ମୋ ପ୍ରିୟମାନେ, ଉର୍ବର ନହବା, ଫଳବାନ ହେବା ନାହିଁ, ତାହେଲେ ପ୍ରଭୁ ଆସି ଖୋଜିବେ ମୋ ପ୍ରିୟମାନେ। ଦେଖିବେ ଯଦି ମିଖାଏଲ ଭାଇଙ୍କ ଦ୍ୱାରା ଫଳ ଉତ୍ପନ୍ନ ହେଇନାହିଁ, ମିଖାଏଲ ଭାଇଙ୍କ ଦ୍ୱାରା ଅନ୍ୟମାନେ ଉପକୃତ ହେଉନାହାନ୍ତି, ଏହାକୁ ହାଣି ପକାଅ ବୋଲି କହିବେ ମଧ୍ୟ। ପ୍ରଭୁ ଏହି କଥା ସେଇ ଲୋକ 13 ପର୍ବର 5, 7, 8 କହୁଛନ୍ତି ମଧ୍ୟ। ଯେମାନେ ପ୍ରତିଦିନ ଅନେକ ବର୍ଷର ଖ୍ରୀଷ୍ଟିଆନ ଆଜି ମଣ୍ଡଳୀ ଗୁଡିକ ଦେଖିଲେ ଦରିଦ୍ର ଅବସ୍ଥା ହେଇଛି ମୋ ପ୍ରିୟ। ବହୁତ କଷ୍ଟ ଲାଗେ। ପୁରୁଣା ବାକ୍ସ ମଣ୍ଡଳୀ ମାନଙ୍କୁ, ପୁରୁଣା ମଣ୍ଡଳୀ ମାନଙ୍କୁ ଗଲେ ଆଜି ମଣ୍ଡଳୀର ପୋଜିସନ ପାଇଁ ଚାବୁଡିକି ଜାଗାକୁ କବ୍ଜା, ଗୁଣ୍ଠେ 2 ଗୁଣ୍ଠୁ 3 ଗୁଣ୍ଠୁ ଜାଗା ମାଡି ବସିଲା ଭଳି ମାଡି ବସେ, କିନ୍ତୁ ଫଳବାନ ହେଉନଥିବ। ଯଦି ଆମେ ଫଳିବା ନାହିଁ, ଫଳବାନ ହେବା ନାହିଁ, ତାହେଲେ ଈଶ୍ୱରଙ୍କ ରାଜ୍ୟର ସନ୍ତାନ ମାନଙ୍କୁ କାଟିକି ଫୋପାଡ଼ିଲା ପରେ ଆମକୁ ମଧ୍ୟ କାଟିକି ଫୋପାଡ଼ିବାକୁ ବେଶୀ ସମୟ ନେବେ ନାହିଁ। 2025 ହେଇଗଲା ମଧ୍ୟ, 25, 26, 27, 28, 29, 30 कब आएगा उनका दिन हमको पता ही नहीं है। 2 चीज हमें कोई किसी को भी पता नहीं है, मेरे को नहीं, आपको नहीं। हम कब जाएंगे और कब आएंगे ଆମେ କେବେ ଯିବା ଜାଣିନାହୁଁ, ସେ କେବେ ଆସିବେ ମଧ୍ୟ ଜାଣିନାହୁଁ। ଏବେ ବି ସମୟ ଅଛି। ଯଦି ଆମେ ଆମର ପୋଜିସନକୁ ଯଦି କାର୍ଯ୍ୟରେ ନ ଲଗେଇବା, ତାହେଲେ ଦିନ ଆସିବ ଆମେ ହାଣିକି ଫୋପାଡ଼ି ଦେବେ ଆମକୁ, ଆମ ଜାଗାରେ ଅନ୍ୟକୁ ଆଣିକି ଲଗେଇଦେବେ ମଧ୍ୟ। କାରଣ ତାଙ୍କ ଜାଗା କେବେ ସେ ଶୂନ୍ୟ ସ୍ଥାନ ରଖନ୍ତି ନାହିଁ। ଏମିତି ଖାଲି କଣ ପର୍ବ ପରେ ପର୍ବ ଜନ୍ମ ହଉଥିବେ, ମରୁଥିବେ, ଉଠୁଥିବେ ନାହିଁ ମୋ ପ୍ରିୟ। ପୁଣି ସ୍ୱର୍ଗାରୋହଣ କରୁଥିବେ। ଏ ପାଲା ଚାଲିବ ନାହିଁ ମୋ ପ୍ରିୟ ମାନେ। ସେ ଆସୁଅଛନ୍ତି ମୋ ପ୍ରିୟ ମାନେ, ଆସୁଅଛନ୍ତି ଆମମାନଙ୍କୁ ବିଚାର କରିବା ପାଇଁ। ଏବେ ଆମମାନଙ୍କର ସେ ତୋଡ଼ା ପାଇଲା ପରି ଲୋକ କହିବେ, ଜଣକୁ 5 ତୋଡ଼ା, ଜଣକୁ 2 ତୋଡ଼ା, ଜଣକୁ 1 ତୋଡ଼ା ଦିଆଗଲା। 5 ତୋଡ଼ା ବା 5 ଲାખ। ପ୍ରଭୁ ମୁଁ ଜାଣିଛି ତୁମେ ବହୁତ କଠୋର, ଯୋଉଠି ବୁଣି ନଥାଅ, ଯୋଉଠି ସେଠି କାଟିଥାଅ, ଯୋଉଠି ଆମର ସଞ୍ଚୟ କରିନଥାଅ ସେଠି ଖୋଜିଥାଅ। ତେଣୁକରି ମୁଁ ମାଟିରେ ପୋତିକି ରଖିଥିଲି। ଆଜି ଆମେ ସେଇ ପ୍ରକାର ନ ହେଉ ମୋ ପ୍ରିୟମାନେ। ଆମମାନେ ପାଇଥିବା ପୋଜିସନକୁ, ଆମମାନେ ପାଇଥିବା ପ୍ରଭୁଙ୍କର ଆଶୀର୍ବାଦକୁ ଯଦି କାର୍ଯ୍ୟକାରୀ ନ କରିବା, କାର୍ଯ୍ୟରେ ବ୍ୟବହାର ନ କରିବା, ଆମକୁ ଅନ୍ୟମାନେ ଦେଖିକି ଆମମାନଙ୍କର
ପ୍ରଭୁଙ୍କୁ ନ ଜାଣିବେ, ଆମଙ୍କ ପ୍ରଭୁଙ୍କ ପରିଚୟ ନ ପାଇବେ, ଖାଲି ବିଷୟରେ ଜାଗାକୁ ଚର୍ଚ୍ଚା କରି ବସିଥିବା, ମିନିଷ୍ଟ୍ରିରେ ବସିଥିବା, ନିଜର ପୋଜିସନକୁ ଧରିକି ରଖିଥିବା, ତାହେଲେ ପ୍ରଭୁ ଆସିବେ ମୋ ପ୍ରିୟମାନେ, ଖାଚୁ କିନା କାଟିବେ ଆଉ ଦୂର ଜାଲ ହେଇକି ପଡିବା ମୋ ପ୍ରଭୁ। କେହି ବି ରକ୍ଷା କରିପାରିବେ ନାହିଁ ମୋ ପ୍ରଭୁ। ଆଜି ବଡ କଷ୍ଟ ଲାଗେ ମୋ ମଣ୍ଡଳୀ ଗୁଡ଼ିକୁ ଦେଖିଲେ। ଆଜି ଅନେକ ଲୋକ ମୁଁ ଦେଖିଛି ମୋ ମାନେ ସେମାନେ କେବେ ବି ନିଜେ ଫଳିବା ପାଇଁ ଇଚ୍ଛା କରନ୍ତି ନାହିଁ, ନା ମଣ୍ଡଳୀରେ ଅନ୍ୟମାନଙ୍କୁ ଫଳିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ନାହିଁ। ମୁଁ ଯୋଉଠିକି ଯାଏ ସମ୍ପାଦକ ମାନଙ୍କୁ ଦେଖା କରେ, ଯୋଉ ମଣ୍ଡଳୀ ଯାଏ ସମ୍ପାଦକ ମାନଙ୍କୁ ଦେଖା କରେ, ତମକୁ ପ୍ରଭୁ ଏଇଥିପାଇଁ ବାଛିଛନ୍ତି, ତମେ ରାତିରେ ଶୋଇଲା ବେଳେ ଚିନ୍ତା କରିବ ମୋ ପରେ କିଏ ଏ ଜାଗାକୁ ଆସିବ, ତାକୁ ତିଆରି କରିବାକୁ ପଡିବ। ତମକୁ ଖାଲି ନୋଟିସ ପଢିଲେ ହେବ ନାହିଁ, ତମ ଲୋକମଣ୍ଡଳୀ ପାଇଁ ତମକୁ ଚିନ୍ତା କରିବା ପାଇଁ ପ୍ରଭୁ ତମକୁ ମନୋନୀତ କରିଛନ୍ତି। ନିଶ୍ଚୟ ଦେଖା କରେ, ବାଳକାଜ୍ଞା ମାନଙ୍କୁ ମଧ୍ୟ ଦେଖା କରେ, ତାଙ୍କୁ ମଧ୍ୟ କୁହେ ଆପଣ ଗାଁ ଛାଡ଼ିକି ଆସିଛନ୍ତି, ଆପଣଙ୍କର ଆମ୍ବିସନ କଣ, ଆପଣଙ୍କର ଲକ୍ଷ୍ୟ କଣ ଏ ମଣ୍ଡଳୀ ପାଇଁ? ଆପଣ ଯଦି 10 ବର୍ଷ ରହିବେ, 15 ବର୍ଷ ରହିବେ, 20 ବର୍ଷ ରହିବେ, 5ଟା ପିଲା ତିଆରି କରିକି ଯିବେ, 10ଟା ପିଲା ତିଆରି କରି ଯିବେ, ଯୋଉମାନେ କି ପ୍ରଭୁଙ୍କ ପାଇଁ ଛିଡ଼ା ହେବେ। ଯଦି ନ କରିବେ ତାହେଲେ ସମୟରେ ମିକାଏଲ, ତତେ ମୁଁ ପର୍ବତୀୟ ମଣ୍ଡଳୀରେ ସ୍ଥାପନ କରିଥିଲି, ତୁ ମୋ ପାଇଁ କଣ ତିଆରି କରିଛୁ, ମୋ ପାଇଁ କେତେ ତୋଡ଼ା ଲାଭ କରିଛୁ? ଯୋଉମାନେ ଆମ ମାନଙ୍କୁ ପ୍ରଭୁ ଏମିତି ସେମିତି ଧରା ପୃଷ୍ଠରେ ଛାଡ଼ିଛନ୍ତି, ପ୍ରତ୍ୟେକ ଲୋକଙ୍କୁ ଆମମାନଙ୍କୁ ଗୋଟେ ତୋଡ଼ା ଦେଇଛନ୍ତି, ବର୍ତ୍ତମାନ କିଛି କିଛି ତୋଡ଼ା ଦେଇଛନ୍ତି, ଆମମାନଙ୍କୁ ଲାଭ କରିବାର ଅଛି। ଯଦି ଲାଭ ନ କରିବା ତାହେଲେ ସେଇ ଦାସ ଯଦି ଆମେ କହିବା ପ୍ରଭୁ ତୁମେ ଯୋଉଠି ବୁଣି ନଥାଅ କାଟିଥାଅ, ଯୋଉଠି ଆମର ସଞ୍ଚୟ କରିଥାଅ ସେଠି ଖୋଜିଥାଅ, ଆମକୁ ପ୍ରଭୁ ସେମିତି ନ କୁହନ୍ତୁ ମୋ ପ୍ରିୟ, ପ୍ରଭୁ ଏଇ କଥା କହନ୍ତୁ ମୋ ପ୍ରିୟ। ଆଜି ଅନେକ ମଣ୍ଡଳୀ ଲୋକମାନଙ୍କୁ ଏଇ କଥା, ବହୁତ ପ୍ରାୟ ମଣ୍ଡଳୀ କାର୍ଯ୍ୟକାରୀ ମୁଁ ଯୋଉଠି ଯାଏ ଗୋଟେ ଅଭ୍ୟାସ, ସେମାନେ କଣ ଭାବନ୍ତି ମୁଁ ଜାଣିନାହିଁ, କିନ୍ତୁ ମୁଁ ସେମାନେ ଗୋଟେ ଜଣ କରି ଦେଖା କରେ, ଆଉ ଏଇ କଥା କୁହେ ତମକୁ ପ୍ରଭୁ ବାଛିଛନ୍ତି ମଣ୍ଡଳୀ ପାଇଁ ପ୍ରାର୍ଥନା କରିବା ପାଇଁ, ମଣ୍ଡଳୀ ପାଇଁ ଚିନ୍ତା କରିବା ପାଇଁ, ମଣ୍ଡଳୀର ଭବିଷ୍ୟତ ପାଇଁ ଚିନ୍ତା କରିବା ପାଇଁ। ନୋ ନୋଟିସ, ନୋ ସଭାପତିତ୍ୱ, ନୋ ପଇସା ରଖିବା ପାଇଁ, ନୋ ଚାନ୍ଦା ଆଦାୟ କରିବା ପାଇଁ। କରିବ ସେଟା ତମର କାର୍ଯ୍ୟ, ସେଟା ତ ତମେ କରିବାକୁ ବାଧ୍ୟ, କିନ୍ତୁ ତମେ ତା ପରବର୍ତ୍ତୀ ସମୟରେ ଆପଣ ମାନେ ଶୋଇଲା ବେଳେ ଚିନ୍ତା କର। ମୋର ଗୋଟେ ଅଭ୍ୟାସ, ମୁଁ ଶୋଇଲା ବେଳେ ସବୁବେଳେ ଚିନ୍ତା କରେ। ମୁଁ ପ୍ରାକ୍ଟିକାଲ ଟା ମୁଁ ଅନ୍ୟକୁ ଜଣାଏ, ମୁଁ ଯୋଉଟା ପ୍ରାକ୍ଟିକାଲ କରିଥାଏ ମୁଁ ସେଟା ଅନ୍ୟ କୁହେ। ମୁଁ ଶୋଇଲା ବେଳେ ମୋ ମଣ୍ଡଳୀ ପାଇଁ ସବୁବେଳେ ଚିନ୍ତା କରିଥାଏ। ମୁଁ ଆମ ସିରେ ବର୍ତ୍ତମାନ କଣ କରିଛି ନା, ଆମର ସବୁ 14-15 ବର୍ଷର ପିଲାମାନଙ୍କୁ ଯୋଉମାନେ ଟିନ୍ ଏଜରେ ଆସିଲେଣି, ଆଉ ସେମାନଙ୍କ ପାଇଁ ମୁଁ ପୁରା ମାସିକିଆ ପ୍ରୋଗ୍ରାମ କରିଦେଇଛି। ବାଳକ ଆଜ୍ଞା ତ ରହୁଛନ୍ତି, ଶିକ୍ଷା ଦଉଛନ୍ତି ମଣ୍ଡଳୀରେ, କିନ୍ତୁ ଆମେ ଯେହେତୁ ମୁଁ ସିରେ ସଭାପତି ଅଛି, ଆଉ ଆମ ପ୍ରଭୁତ୍ୱ ସିରେ, ଆଉ ମୁଁ ଗୋଟେ ଚିନ୍ତା କରୁଛି ଆମର ପିଲାମାନେ କେମିତି ପ୍ରଭୁଙ୍କ ସାକ୍ଷାତରେ ଛିଡ଼ା ହେବେ। ଆଉ ମୁଁ ମାସିକିଆ ପ୍ରୋଗ୍ରାମ, କିଏ କୋଉଦିନ ପ୍ରିଜାଇଡିଂ କରିବ, କିଏ କୋଉଦିନ ପ୍ରାର୍ଥନା କରିବ, କିଏ କୋଉଦିନ ବାକ୍ୟ ଦବ। ବାଳକ ଆଜ୍ଞା ତ ରହୁଛନ୍ତି କିଛି ନା, କିନ୍ତୁ ମୋର ଉଦ୍ଦେଶ୍ୟ ମୋର ପିଲାମାନେ ପ୍ରଭୁଙ୍କ ସାକ୍ଷାତରେ ଛିଡ଼ନ୍ତୁ, କିଛି ନ କିଛି ପ୍ରାର୍ଥନା ବି କରିପାରନ୍ତୁ। ଆଜି ମଣ୍ଡଳୀର ପୋଜିସନ ଦେଖିବେ ଅନେକ ମାନେ ଅଛନ୍ତି କାର୍ଯ୍ୟକାରୀ ମାନେ ବାହାରେ ବସନ୍ତି। ମନ୍ତ୍ରୀ ପଚାରିଲେ ଆଉ କାର୍ଯ୍ୟକାରୀ ମାନେ ବାହାରେ ବସୁଛନ୍ତି, ସେମାନେ ବସୁନାହାନ୍ତି, ପ୍ରଭୁ ସେମାନଙ୍କୁ ଅଯୋଗ୍ୟ ଭାବେ ବାଛି ସେମାନଙ୍କୁ ବାହାରେ ଫୋପାଡ଼ି ଦେଇଛନ୍ତି। କାଳେ ପ୍ରାର୍ଥନାକୁ ଡାକିଦେବେ, ବାହାରେ ବସି ଘୁମେଇ ସମୟ ଯାଉଛି। ଆଜି ଅନେକ ମଣ୍ଡଳୀ ଲୋକମାନେ ଅପରାହ୍ନ ଖାଇଲା ପରେ ବଡି ରେଷ୍ଟ ଖୋଜେ। ମୁଁ ଧନ୍ୟବାଦ ଅଟେ ଯୋଉମାନେ ମଣ୍ଡଳୀ ସକାଳ ଉପାସନା ହଉଛି, ଅନେକ ମଣ୍ଡଳୀ ଯାଇ ସକାଳ ଉପାସନା, କାଲି ଆଦିବାସୀ ମଣ୍ଡଳୀ ସକାଳ ବହୁତ ସୁନ୍ଦର ଲାଗୁଥିଲା ମତେ। ମୁଁ ମନେ ଭାବୁଥିଲି ପ୍ରଭୁ ଆମେ କୋଉଠି ଅଛୁ, ପଛ ଲୋକ ଆଗ ହେବେ, ସେମାନଙ୍କର ଆରାଧନା, ସେମାନଙ୍କର ପ୍ରାର୍ଥନା, ସେମାନଙ୍କର ମାନେ ବହୁତ ଖୁସି ଲାଗୁଥିଲା ମତେ। ଆଉ ମତେ ବାକ୍ୟ କରିବା ପାଇଁ କୁହାଉଥିଲା, ମୁଁ ସେତେବେଳେ ପୁରା ପବିତ୍ର ଆତ୍ମା ତାତି ଯାଇଥିଲି, ପୁରା ବଡି ମୋର ମାନେ ହୋଲି ସ୍ପିରିଟ ଆସିଯାଇଥିଲା ମତେ। ସେମାନଙ୍କର ଆରାଧନା, ସେମାନଙ୍କର ଉତ୍ସାହ ଦେଖି ଆଜି ମଣ୍ଡଳୀରେ ଆମମାନଙ୍କୁ ଗୋଟେ ପରମ୍ପରାଗତ ଗୋଟେ ବନ୍ଧନରେ ବାନ୍ଧି ହେଇକି ରହିଛି ମୋ ପ୍ରିୟମାନେ। ଆସିବେ ଗୋଟେ ସେଇ ଉପାସନା ଗୀତ ଗାଇଦେବେ, ପୁଣି ଚାନ୍ଦା ଆଦାୟ ବେଳେ ଗୋଟେ ଗୀତ ଗାଇଦେବେ, ସେ ପୁଣି ଯୋଉ ଗୀତ ଗାଇବେ
ତାକୁ ଆମେ ଏମିତି ଶୈଳୀରେ ଗାଉଛୁ ଯେ ପ୍ରଭୁକୁ ଜୀବିତ ପରମେଶ୍ୱରଙ୍କୁ ଲୋକମାନେ ମାରି ଦଉଛନ୍ତି। ମଧ୍ୟ ସବୁ ପାଖରେ ଲୋକମାନେ ବାଜା ବଜେଇ ଗୀତ ଗାଇ ବଜାଉ, କିନ୍ତୁ ଆଜିକାଲିକା ମଣ୍ଡଳୀ ମାନଙ୍କୁ ଦେଖିବେ ଗୀତ ଗାଉଛନ୍ତି ପ୍ରଭୁଙ୍କୁ ମାରି ଗୀତ ଗାଉ। ଆଜି ମଣ୍ଡଳୀକୁ ଦେଖିଲେ କଷ୍ଟ ଲାଗେନି। ଆଜି ଫଳିବା ନାହିଁ, ଫଳବାନ ହେବା ନାହିଁ, ଆମକୁ ଅନ୍ୟମାନେ ଆମକୁ ଦେଖିକି ଈଶ୍ୱରଙ୍କ ପରିଚୟ ପାଇବେ ନାହିଁ। ତାହେଲେ ଏଇ ଖତ ସାର କେତେ ଦିନ ଦେବେ? କେତେ ଦିନ ଏମିତି ଖତ ସାର ଦିଆହଉଛୁ? ପାଉଥିଲେ କଳ୍ପନା କରାସିମ ବହୁତ ଖତ ସାର ପାଇଥିଲେ, ଆଜି ବି ଆମେ ପାଉଛୁ, ପ୍ରତିଦିନ ଆମେ ପାଉଛୁ। ଯଦି ଫଳିବା ନାହିଁ, ଫଳବାନ ହେବା ନାହିଁ, ତାହେଲେ ପ୍ରଭୁ ହାଣିବା ପାଇଁ ସମୟ ନେବେ ନାହିଁ। କାଟିକି ଇସ୍ରାଏଲ ସନ୍ତାନ ମାନଙ୍କୁ କାଟିକି ଫୋପାଡ଼ିଲା ପରି ଈଶ୍ୱର ରାଜ୍ୟର ସନ୍ତାନ ମାନଙ୍କୁ, ଅର୍ଥାତ୍ ଯେଉଁମାନେ ଆମେ ପ୍ରଭୁଙ୍କ ମିନିଷ୍ଟ୍ରିରେ ଈଶ୍ୱରଙ୍କ ରାଜ୍ୟରେ ପୋଜିସନ ରହି କାର୍ଯ୍ୟ କରୁନାହୁଁ, ହାଣିକି କାଟିକି ଫୋପାଡ଼ିକି ସେମାନଙ୍କୁ ଅନ୍ୟମାନଙ୍କୁ ଚାକୁବ। ଏଇ କଥା ଲୋକ 13 ପର୍ବରେ ପରମେଶ୍ୱର ପ୍ରଭୁ ଯୀଶୁ କହୁଛନ୍ତି ମୋ ପ୍ରିୟ। ଆଜି ଆମମାନେ ଚିନ୍ତା କରିବା ଆମେ କୋଉଠି ଅଛୁ? ମୋର ଦ୍ୱାରା ଅନ୍ୟମାନେ ଉପକୃତ ହଉଛନ୍ତି କି ନାହିଁ? ମୋ ଦ୍ୱାରା ମୋ ମଣ୍ଡଳୀରେ ଉପକୃତ ହଉଛି ନା ନାହିଁ? ମୋ ଦ୍ୱାରା ମୋ ମଣ୍ଡଳୀର ପିଲାମାନେ ଉଦ୍యోଗୀ ହଉଛନ୍ତି ନା ନାହିଁ? ମୋ ଦ୍ୱାରା ମୋ ମଣ୍ଡଳୀରେ ଆଶୀଷକମ ହଉଛି ନା ନାହିଁ? ମୋ ପ୍ରାର୍ଥନାରେ ଅନ୍ୟମାନେ ସୁସ୍ଥ ହଉଛନ୍ତି ନା ନାହିଁ? ଯଦି ନ ହଉଥିବେ ମୋ ପ୍ରିୟମାନେ, ତାହେଲେ कोई काम का नहीं, कुछ भी काम नहीं। प्रभु यही कथा कहते आसु आमने आज आमनकर पोजिशन को, आमनकर मिनिस्ट्री को आमने प्रभु को उद्देश्य व्यवहार करूँ, आमनकर द्वारा अन्य माने उपकृत होने। प्रभु ये अल्प शिक्षा अल्प चिंतार आशीर्वाद करूँ। प्रेज द लॉर्ड। Praise the Lord. Praise the Lord. Amen.